ସମସ୍ତେ ଭଲଟେ ମୁଁ ବହୁତ ଭଲରେ ଅଛି। ତ ଯେମିତି କହିଥିଲି କି ଦେଇ ବାହାଘର ଥିଲା ତ ସେଠୁ କଲେଜକୁ ଯାଇଥିଲି। ତାପରେ ବାହାଘର ପରେ ଆଜି ସକାଳୁ ସକାଳୁ ପୁରା ପଳେଇ ଆସିଲି। ପଳେଇ ଆସିଲା ପରେ ଏବେ କଲେଜ ବାହାରି ଗଲେ ଆଉ ଦେଖୁନ କେତେ ଜୋରସେ ଖରା ହେଉଛି। ଚାଲନ୍ତୁ ଯିବା। ରାତି ଅନିଦ୍ରା ହେଇକି ଅନିଦ୍ରା ତ ଏତେ ହେଇନି କାରଣ ବାହାଘର ଦିନ ମୋ ମୁଣ୍ଡ ଏତେ ଜୋରସେ ବିନ୍ଧୁଥିଲା। ମୁଁ ବାହାଘର ବି ଦେଖିନି, ଶୋଇପଡ଼ିଛି। ଯଦି ମୋ ପାଖରେ କିଛି କିଛି ଥିବ ଟିପ୍ସ ତ ମୁଁ ନିଶ୍ଚୟ ଆପଣମାନଙ୍କୁ ସେୟାର କରିବି। ଘରୁ ବାହାରିକି ଆସିଲା ପରେ ମୁଁ ଏଠି ଆମ ଗୋଡ଼ାରେ ଠିଆ ହେଇଯାଇଥିଲି ଗାଡ଼ି ପାଇଁ। ଆଉ ଦେଖନ୍ତୁ କେତେ ଜୋରସେ ଖରା ହେଉଥିଲା, ବହୁତ ଜୋର ଚିଡ଼ଚିଡ଼ ଲାଗୁଥିଲା। ଏକ୍ଜାମ୍ ବି ଅଛି, ଯିବାକୁ ହିଁ ପଡ଼ିବ। କଲେଜରେ ଆସି ପହଞ୍ଚିକି ଏଠି ଗପୁଛି ବସି ତା ଆଉ ଏ ପିଲାଟାକୁ ଆସୁ ଆସୁ ସାଙ୍ଗେ ସାଙ୍ଗେ ଭୋକ କରିଦେଲେ। ଯାଉଛୁ ଆମେ ଖାଇବାକୁ। ସେ ଖାଦ୍ୟ କ'ଣ ଗ୍ରହଣ କରୁଛି ଚାଲନ୍ତୁ ଦେଖିବା। ଏକ୍ଜାମ୍ ସରିଲା ପରେ ମୁଁ ଆଉ କିଛି ଭିଡ଼ିଓ କରିନି, ଡାଇରେକ୍ଟ ପଳେଇ ଆସିଲି ଯେଉଁ ରେଟ୍ରେ ଖରା ହେଉଥିଲା। ତାପରେ ଗାଡ଼ିରେ ବସି ଘରକୁ ପଳେଇ ଆସିଲି। ଆଉ ଦେଖନ୍ତୁ ମୋ ଫେସ୍ଟା କେମିତି ଦେଖାହେଉଛି। ମୁଁ ବହୁତ ଚିଡ଼ଚିଡ଼ି ହିଁ ହେଇଯାଇଥିଲି। କି ଖରା ହେଉଛି ଦେଖିବାକୁ, ଅବସ୍ଥା ପୁରା ଖରା। ଜୋରସେ ଖରା ହେଉଛି। ଆମର କୁକୁର ମାନେ ମୋତେ ଦେଖି ଚିହ୍ନି ପାରୁନାହାନ୍ତି, ମୋତେ ଦେଖିକି ହିଁ ଭୁକୁଛନ୍ତି। ଏତେ ଜୋରସେ ଖରା ହେଉଛି ଦେଖନ୍ତୁ, କୁକୁର ମାନେ ବି ଯାଇ ଗଡ଼ିଆରେ ବୁଡ଼ିକି ରହିଛନ୍ତି। ତାଙ୍କୁ ବି ତ ଗରମ ହେଉଛି। ବର୍ଷା ଦିନ ଆସିଗଲା, ସେଥିପାଇଁ ବିଲ ସାରା ପୁରା ଘାସ। ଝିପିଝିପିରି ମେଘ ହେବା ଷ୍ଟାର୍ଟ ହେଇଥିଲା। ଆଉ ମୁଁ ଠିଆ ହେଇକି ଏନ୍ଜୟ କରୁଥିଲି ମେଘକୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅ।